हाय समस्त को नमस्कार जय जगन्नाथ आम चैनल को समस्त को बहुत स्वागत आपण मानक भल पाइबारु भगवान को कृपारू आमे माने बहुत भलरे अच्छो आशा करूँ जे आपण माने भी बहुत भलरे ही थे। तो ये सकाଳେ ମୁଁ ଉଠିକି ଠାକୁର ପୂଜା କରିବାରେ ଲାଗି ପଡ଼ିଛି। ଆଉ ଏଠି ଛୋଟ ଘର ହେଇଥିବାରୁ ମାମା ଉଠି ପଡ଼ିବ ବୋଲି ମୁଁ ଧୀରେ ଧୀରେ ସାଉଣ୍ଡ ନ ହେବ ଯେମିତି କାମ କରୁଥିଲି। ତ ଠାକୁର ପୂଜା କରୁ କରୁ ହିଁ ମାମା ଉଠି ପଡ଼ିଲା। ଆଉ ସିଏ ଉଠିଲା ମାନେ ତା ବାବାକୁ ନିହାତି ଭାବେ ଉଠେଇଦେବ। ଆଉ ସେଇଆ ହିଁ ହେଲା, ତା ବାପାକୁ ସାଙ୍ଗେକିନା ଉଠେଇଦେଲା। ଆଉ ଟିକେ କ୍ୟାମେରା ତା ଆଡ଼ିକି ଦେଖେଇଦେଲି ବୋଲି ସେ ବହୁତ ଲାଜ କରୁଥିଲା। ଏମିତି ନଟଖଟ ଗୁଡ଼ା ଏବେ ଆରମ୍ଭ କରିଦେବ। ଆଉ ଆଜି ଟିକେ ଘରକୁ ଯିବୁ, ସେଥିଲାଗି ଭାବିଲି ଗାଜର ତ ବହୁତ ଗୁଡ଼ାଏ ଅଛି। କାଲି ରାତିରୁ ଭାବିକି ହିଁ ରଖିଥିଲି ଗାଜର ଏତେ ଗୁଡ଼ା ଅଛି, ଘରକୁ ଯାଇକି ଆସିଲା ବେଳକୁ ପଚିଯିବ। ଆଉ ଗାଜର ସରେଇ ଦେଇକି ଘରକୁ ଯିବି। ତ ସେଥିଲାଗି ମୁଁ ଭାବିଲି ଆଜି ବ୍ରେକଫାଷ୍ଟରେ ଗାଜର ହାଲୁଆ ବନେଇଦେବି ବୋଲି। ଆଉ ସେଥିଲାଗି ମୁଁ ବି ଜଲ୍ଦି ଉଠିକି କାମ କରିବା ପାଇଁ ଆରମ୍ଭ କରିଦେଇଥିଲି। କିନ୍ତୁ ମାମା ଶୋଇକି ଉଠି ପଡ଼ିଲା, ଯେହେତୁ କିଏ ବି ସାଉଣ୍ଡ ହେଲେ ସେ ପିଲା ଏମିତି ଉଠି ପଡ଼ିବ, ଜମା ବି ଶୋଇବ ନାହିଁ। ସେ ଗୋଟେ ଘରେ ବି ଚଳିବାକୁ ବହୁତ ଅସୁବିଧା ହେଉଛି। ଆମେ ବି ଡିସିସନ୍ ନେଇଛୁ ଘର ଚେଞ୍ଜ କରିଦେବୁ। ଆଉ ଘର ବି ଦେଖି ସାରିଛୁ, ଏ ମାସ ଶେଷକୁ ଘର ଚେଞ୍ଜ କରିଦେବୁ। ଆଉ ତ ସେ ଉଠିଛି ଯେହେତୁ ହଇରାଣ ତ କରିବ ଏଇନେ, ତା ବାବା ବାହାରିବେ ଏଇନେ। ଆଉ ଉଠି ପଡ଼ିଲା। ମୁଁ ଭାବିଥିଲି କି ଗାଜର ହାଲୁଆଟା ହେଇସାରିଲା ପରେ ଉଠିଲେ ଭଲ ହେଇଥାନ୍ତା। ତ ସେ ଘର ଭିତରେ ଖୋଡ଼ ଖାଡ଼ ହେଉଛି, ସେ ଉଠି ପଡ଼ିଲା ବହୁତ ଜଲ୍ଦି। ଗାଜର ଥିଲା ନେଇ ଆସିଲି, ତାକୁ ପ୍ରଥମେ ଛଡ଼େଇ ଦେଲି ଭଲସେ। ଛଡ଼େଇ ସାରିଲା ପରେ ଧୋଇଦେଲି, ନେଇକି ଧୋଇ ସାରିଲା ପରେ ଏଥିରେ ତାକୁ ପୁରା ଚୁନ ଚୁନ କରିକି କଦୁକସ କରିକି କରି ନେଉଛି। ଆଉ ୟାକୁ ପ୍ରେସରରେ ବନେଇଦେବି, ବହୁତ ଜଲ୍ଦି ବି ହେଇଯିବ। ସକାଳେ କିଛି ବନେଇବାକୁ ବି ଇଚ୍ଛା ହେଉନି। ମାମା ତ ବଦମାସ ଟିକେ ହେବ, ତାକୁ ନେଇକି କିଛି ମାନେ କାମ କରିବାକୁ ହିଁ ଇଚ୍ଛା ହେଉନି। ସେଥିଲାଗି ମୁଁ ପ୍ରାୟ ସମୟରେ କିଛି ବନାଏନି, ଛତୁଆ କରିକି ଖାଇଦେଉ। ବାପା ଖାଇକି ଅଫିସ ଯିବ ହେଲା। ଗାଜର ଏଠି କଦୁକସ କରିକି କାଟି ନେଇ ସାରିଲା ପରେ ମୁଁ ପ୍ରଥମେ ଏଇ ଜାଗାଟାକୁ ସଫା କରିଦେଉଛି। ନହେଲେ ଏ ଚୋପା ଯେତିକି ଜାଗାରେ ପଡ଼ିଛି, ମାମା ସେ ଚୋପାକୁ ନେଇକି ଘର ଯାକ ବିଛୁଳେଇକି ଫୋପାଡ଼ିବ। ମୋତେ ବହୁତ କାମ ଲାଗିଯିବ। ସେଥିଲାଗି ପ୍ରଥମେ ତାକୁ ସଫା କରିଦେଲି। ସଫା କରିଦେଇକି ତାପରେ ହାଲୁଆ ତିଆରି କରିଲି। ଆଉ ମୁଁ ଫାଷ୍ଟ ଟାଇମ୍ ପାଇଁ ହାଲୁଆ କରୁଛି। ମୁଁ ଆଗରୁ କରିନି, ଥରେ କରିଛି କି କ'ଣ ନାହିଁ ମୋର ମନେ ନାହିଁ ଭଲସେ। ତ ମୁଁ ଜାଣିବା ଭିତରେ ଏଇଟା ପ୍ରଥମ ଥର ପାଇଁ କରୁଛି ବୋଧେ। ତ ଆଜି ବି କରିନଥାନ୍ତି, ଗାଜର ବହୁତ ଅଧିକ ଅଛି ବୋଲି ଘରକୁ ପଳେଇଯିବ, ଏତେ ଗୁଡ଼ା ଗାଜର ନଷ୍ଟ ହେଇଯିବ, ସେଥିଲାଗି କରିଦେଉଛି। ଆଉ କାଜୁ କିସମିସ୍ ବି ଥିଲା, ମୁଁ ଭାବିଲି ମାମା ବି ଗାଜର ହାଲୁଆ ଖାଇଦେବ, ଅଳ୍ପ ମିଠା କରିକି ଘିଅ ପକେଇକି କରିଦେବି। ଆଉ କାଲି ରାତିରେ କରିଦେବି। କ୍ଷୀର ପ୍ୟାକେଟ୍ ଯେଉଁ ଆଣିଥିଲେ ଗରମ କରିକି ରଖିଦେଇଥିଲି, ଆଉ କ୍ଷୀର ବି ଅଛି, କିଛି ଅସୁବିଧା ହେବନି। ମାନେ ସବୁ କିଛି ଜିନିଷ ଆଭେଲେବଲ୍ ଅଛି ଗାଜର ହାଲୁଆ କରିବା ଲାଗି। ସେଥିଲାଗି ଭାବିଲି ଗାଜର ହାଲୁଆ କରିଦେବା। ତାପରେ ଆଉ ଗୋଟେ କଥା କି ଆଜି ହେଉଛି ଆମର ଟୁଟୁନିଙ୍କର ଜନ୍ମଦିନ। ଆଉ ମନ ହେଲା କିଛି ମିଠା ଆଇଟମ୍ କରିବା ଲାଗି, ଆଉ ସେଥିଲାଗି ଗାଜର ହାଲୁଆ କରିଦେଲି। ଆଉ ମୋ କଥା ଶୁଣ, ଏଇଠି ବସିକି ଦେଖ, ଏଇଠି ବସିକି ଦେଖ। କ'ଣ ବନଉଛି ମାମା, ଏଇଠି କ'ଣ ବନଉଛି ଖାଇବୁ, ବସେ। ମୁଁ ଏଠି ପ୍ରଥମେ କାଜୁ କିସମିସ୍କୁ ଘିଅରେ ଭାଜି ଦେଇଥିଲି। ତାପରେ ହେଉଛି ଅଳ୍ପ ଟିକେ ଘିଅ ପକାଇକି ଗାଜରକୁ ବି ଭଲ ଭାବରେ ଭାଜିଦେଲି। ଗାଜରରୁ ଯେମିତି କଞ୍ଚା ସ୍ମେଲ୍ଟା ହେବନି। ତାପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ, ଗୁଜୁରାତି ଟିକେ ଛେଚିକି ପକାଇଦେଲି।
तापर मिठा पाई ताल मिश्री गुंड पकईली आपण मैंने चीनी भी पकई पारे। तो आम चीनी टी खाଇବା कम कर मिश्री आ गुड़ खाଇବା आरंभ कर मुझे मिश्री गुंड पकईली तापर क्षीर कि अमूल एमती पकईकि पानी पकईकि सीटी दे देती। बहुत टेस्टी भी लगुला यहाँ आ छोट पिला तो बहुत भल कि तो मीठा कम हवा दरकार। मामा भी खाऊे से अल्प मीठा भी गले अलग किसी भी खाଇବା बनैले बस भी से गाजर हलवा खाइला आम भी गाजर हलवा खाइलु। सी तो देखुए ये खट गोटे घर गले से खट उपर कमल काढ़ी आनला कमल काढ़ी आनिकी तार कंडे को नहीं आसूसी कंडेटा कमल उपर शोब बोली ये तले मुँह देखी पारे आपण मानक से कमलटा आणिकी पकईदेला कहले ये कंडे शोब बोली जमा मानलानी से स्टूलटा को नहीं आसिक बसई हम ये तैयारी कले। मुझे प्रेसर रे बसईदेली गाजर हलवा बसई सारिकी मामा को नहीं आसले ब्रश करदेवी से कहे निजे ब्रश कर बोले किंतु से तो निजे ब्रश कर शिखिनी से नहीं आसली ब्रश करदेली ब्रश कर सारापर आम सहित से बसिकी खाइब से एका खाइले बहुत बदमाशी होती सांकर खाइले आम सह मिसिकी खाईदे माने बेसी बदमाशी होनी ना बहुत नटखटी आरंभ करदेव खाइबापी। कदर खाए रही था ए खाए सर तब तक ना ना कदर खाए कदर कौन खाली पेट रे खा हां हां ना खाइबो आ नहीं खा ने को जते बजे जीबी आजी कह दे मामा एटी देखिबा चढ़ई कम जीबी कदर जो रखू लाकू पकड़ दला सिंगड़ा खाइ कह दे ना ना एटा कदर चोपा खेता पाखा रखो जगह ना बोले कंडे को पकड़ दला कंडे जगह कदर चोपा रखू लागी जगह होनी नगी बाटे ये कदलीटा नहीं है ना ठंडा हम कदली खाना और कौन है मामा रो एरा मामा तू एरा खाउछु पड़ी जीवो तो दे दियो ने गुटा दे दियो सेटा थाम लगी कथा होबन मुझे हां बटिका मामा एटा केम लागु जे टिके देखिया
तते खाइले तो कांदनी एठी काजू पड़ती देख ने थरे ने काजू पड़ती क्यों लो मामा उठी गेले बोले मामा टेस्टी बनै देला भिडियोटी जदि आपण मानकु कोठी ना कोठी टिके भी भल लगुଥାଏ ताहले लाइक शेयर कमेंट करेंगे आ हाँ सब्सक्राइब करने को जमा भी भूलें मो मामार देखुं तो केते बुद्धि मामा खुआली बोली मामा मत खुआऊँ ये मो माँ झील नुह।